हेलो फ्रेंड्स, वेलकम टू बिजनेस बॉस। फ्रेंड्स, बिजनेस करंतु और निजरो बॉस बनंतु। फ्रेंड्स, दुनिया रे बहुत प्रकार बिजनेस अछि आ बहुत प्रकार बिजनेस भितरे ऑनलाइन ट्रेडिंग भी होउची गोटे बिजनेस। तो जदि ऑनलाइन आपण ट्रेडिंग करछन ताले आपनको ट्रेडिंग विषय रो बहुत जिनिस जानिया पड़ो। स्टॉक मार्केट, हमरो क्रिप्टो नॉन फॉरेक्स सब विषय रे किछि बेसिक नॉलेज जानिया पड़िबो। आपण जानथिबे जे इंडियन स्टॉक मार्केट टाकू ମାନେ ସେବି ରେଗୁଲେଟ କରୁଛି। ଯଦି ସେବି କିଏ ସେବି ହେଲା ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ। ମାନେ ଯଦି କିଏ ଗୋଟେ ଗଭର୍ଣ୍ଣମେଣ୍ଟ ଗୋଟେ ଅଥରିଟି ଯଦି ରେଗୁଲେଟ କରୁଛି ତାହେଲେ ଆମର ମାନେ କଣ ଆମର ଯୋଉ ପରେ ଆମର ଯୋଉ ଇନଭେଷ୍ଟମେଣ୍ଟ କରୁଛନ୍ତି ଇନଭେଷ୍ଟମେଣ୍ଟ ଟା ସିକ୍ୟୁର ରହିବ। ଇଣ୍ଡିଆ ଗଭର୍ଣ୍ଣମେଣ୍ଟର ଗୁଡାଏ ଫାଇନାନ୍ସିଆଲ ୟୁନିଟ ଅଛି। ସେ ଫାଇନାନ୍ସିଆଲ ୟୁନିଟ ମାନଙ୍କ କାମ କଣ? ମାନେ ଇଣ୍ଡିଆ ଭିତରେ ଯେତିକି ସବୁ ଆମର ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ ହଉଛି ସେଗୁଡା ସବୁ କଣ୍ଟ୍ରୋଲ କରିବା ବା ତାପରେ ନଜର ରଖିବା। ସେମିତି କେତେଟା ଫାଇନାନ୍ସିଆଲ ୟୁନିଟ ଅଛି, ଯେମିତି ଆରବିଆଇ ହେଲା, ଆଇଆରଡିଆଇ ହେଲା, ଏଫଆଇୟୁ ହେଲା, ଆଉ ସେବି ହେଲା। ତ ଏଗୁଡା ହେଲା ଗୋଟେ ଗୋଟେ ଫାଇନାନ୍ସିଆଲ ୟୁନିଟ। ସେମିତି ଆମର ଇଣ୍ଡିଆରେ କ୍ରିପ୍ଟୋ ଟ୍ରେଡିଂ ହଉଛି ଆଉ ଫରେକ୍ସ ଟ୍ରେଡିଂ ବି ହଉଛି। ସେଇ ଆମର କ୍ରିପ୍ଟୋ ଟ୍ରେଡିଂ ହଉ ନହେଲେ ଫରେକ୍ସ ଟ୍ରେଡିଂ ହଉ ସେଗୁଡାକୁ ବି ମାନେ କଣ୍ଟ୍ରୋଲ କରିବା ଦରକାର। ତ ସେଗୁଡାକୁ କିଏ କଣ୍ଟ୍ରୋଲ କରୁଛି? ସେଟାକୁ କଣ୍ଟ୍ରୋଲ କରୁଛି ଏଫଆଇୟୁ। ତ ଚାଲନ୍ତୁ ଆଜି ଆମେ ଜାଣିବା ଯେ କ୍ରିପ୍ଟୋ ଟ୍ରେଡିଂ ର ଯଦି ଆପଣ କ୍ରିପ୍ଟୋ ଟ୍ରେଡିଂ ଷ୍ଟାର୍ଟ କରୁଛନ୍ତି ତାହେଲେ ଆମକୁ କେତେଟା ବେସିକ ଜିନିଷ ଜାଣିବାକୁ ପଡିବ। ଆଉ ସେଇ କଣ କଣ ଜାଣିବାକୁ ପଡିବ ଗୋଟେ ଓଭରଅଲ ଆଇଡିଆ ମୁଁ ଆପଣଙ୍କୁ ସେୟାର କରୁଛି। ଦେଖନ୍ତୁ, ଯଦି ଆପଣ କୌଣସି ମାନେ କ୍ରିପ୍ଟୋ ଟ୍ରେଡିଂ ହଉ ନହେଲେ ନାହିଁ ଆମର ଫରେକ୍ସ ଟ୍ରେଡିଂ ହଉ ସେଗୁଡା ଯଦି କୌଣସି ବ୍ରୋକରରେ ଆପଣ ଯଦି ଇନଭେଷ୍ଟମେଣ୍ଟ କରୁଛନ୍ତି ତ ସେ ବ୍ରୋକର ବିଷୟରେ ମାନେ କିଛି ଜିନିଷ ଜାଣିବାକୁ ପଡିବ। ସେଇ କଣ କଣ ଜାଣିବାକୁ ପଡିବ ଦେଖନ୍ତୁ। ଫାର୍ଷ୍ଟ ହେଲା ବ୍ରୋକର ଏଫଆଇୟୁ ରେଜିଷ୍ଟ୍ରେସନ ଅଛି ନା ନାହିଁ। ଏଫଆଇୟୁ ରେଜିଷ୍ଟ୍ରେସନ କଣ? ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଦ୍ୱାରା ସେ ଏପ୍ରୁଭାଲ ଅଛି ନା ନାହିଁ ଆପଣ ସବୁବେଳେ ଚେକ୍ କରିବେ। ତା ୱେବସାଇଟ ରେ ସେଟା ମେନସନ ଥିବ ଏଫଆଇୟୁ ରେଜିଷ୍ଟ୍ରେସନ ବୋଲି। ଯଦି ଏଫଆଇୟୁ ରେଜିଷ୍ଟ୍ରେସନ ଥିବ ତାହେଲେ ଆପଣ ସେଠିକି ଇନଭେଷ୍ଟମେଣ୍ଟ କଲେ ଆପଣଙ୍କ ଟଙ୍କା ପୁରା ସେଫ୍ ରହିବ। ଆଉ ସେଟା ଫରେକ୍ସ ରେଜିଷ୍ଟ୍ରେସନ ଅଛି ନା ନାହିଁ ସେଟା ବି ଦେଖିବେ। ଆଉ ଆମର ଟ୍ରାନଜାକ୍ସନ ଯୋଉ ରହୁଛି ଆମର ଯେମିତି ଟ୍ରାନଜାକ୍ସନ ମିନ୍ସ ସେଟା ଆଇଏନଆର ଟ୍ରାନଜାକ୍ସନ ହଉଛି ନା ୟୁଏସଡି ରହୁଛି ନା କ୍ରିପ୍ଟୋ ରହୁଛି, ତ ସେଇଟା ବି ଦେଖିବେ। ଟ୍ରାନଜାକ୍ସନ ଟା ଯେମିତି ଆମର ଇଜି ରହୁଥିବ। ଆଉ ଗୋଟେ ମେନ୍ ଜିନିଷ ହେଲା ଟ୍ରେଡିଂ ଫିସ୍। ଆପଣ ଯୋଉଠି ବି ଟ୍ରେଡିଂ କରନ୍ତୁ ତାର ଯଦି ଟ୍ରେଡିଂ ଚାର୍ଜେସ୍ ଅଧିକା ଥିବ ତାହେଲେ ଆପଣ କେବେ ବି ପ୍ରଫିଟେବଲ ହେଇପାରିବେନି। ଏଫଆଇୟୁ ରେଜିଷ୍ଟର କଣ? ଆପଣ ଯଦି ଗୁଗଲରେ ବି ସର୍ଚ୍ଚ କରିବେ ନା ଏଫଆଇୟୁ ରେଜିଷ୍ଟର ଆଣ୍ଡ ଇଟ୍ସ ଇମ୍ପୋର୍ଟାନ୍ସ ଯଦି ସର୍ଚ୍ଚ କରିବେ ନା ତ ତାହେଲେ ଏଇ କିଛି ଆର୍ଟିକଲ ଟିକେ ଆସିଯାଉଛି। ତ ସେଟା କଣ ଦେଖନ୍ତୁ, ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ପିଏମଏଲଏ, କାଉଣ୍ଟର ଟେରରିଜିମ ଫାଇନାନ୍ସିଂ। ତ ଏଫଆଇୟୁ ର କାମ ହେଲା ଯେକୌଣସି ଇଣ୍ଡିଆ ଭିତରକୁ ଯେକୌଣସି ବ୍ରୋକର ଆସୁ ସେଗୁଡାକୁ ପୁରା ମନିଟର କରିବ। ତ ସେମାନେ ଯୋଉ ଟ୍ରାନଜାକ୍ସନ କରୁ ସେଗୁଡା କାଳେ ମାନେ ଟେରର ଫଣ୍ଡିଂ ହଉଛି କି ନାହିଁ ସେଗୁଡା ସବୁ ପୁରା ମାନେ ନଜର ରଖିବ। ତ ଆଉ ଗୋଟେ କଥା ହେଲା ଏଫଆଇୟୁ ର ଆଉ ଗୋଟେ କାମ ହେଲା ଆମର ଇଣ୍ଡିଆ ଟଙ୍କା ଆମେ ଯାହା ବି ଇନଭେଷ୍ଟମେଣ୍ଟ କରୁଛେ, ଯୋଉ ବି କଷ୍ଟମର ଇନଭେଷ୍ଟମେଣ୍ଟ କଲା ତ ସେଗୁଡା ସେଇ ଯୋଉ ଫଣ୍ଡ ଟା ବାହାର ଦେଶକୁ ନ ଯାଉ। କାରଣ ଯଦି ବାହାରୁ ଯଦି ବ୍ରୋକର ଆସିଲା ତ ଆମ ଫଣ୍ଡ ଟା ଯଦି ବାହାରକୁ ପଳେଇଲା ତାହେଲେ ସେ ଯଦି ସ୍କାମ ଫାମ କରି ଇଣ୍ଟେନସନ ଆସିଥିବ ତାହେଲେ ସେ ସ୍କାମ କରୁଛ ମାନେ ୱିଡ୍ର କଲେ ମଧ୍ୟ ଆମର ହବନି। ତ ସେଇଟା ବି ୟା ଅଣ୍ଡରରେ ଯାଉଛି। ତ ଯଦି କୌଣସି ବ୍ରୋକର ଯଦି ଏଫଆଇୟୁ ରେଜିଷ୍ଟର୍ଡ ଅଛି ତାହେଲେ ଆପଣ ଯଦି ଇନଭେଷ୍ଟମେଣ୍ଟ କରିବେ ତାହେଲେ ଆପଣଙ୍କ ଫଣ୍ଡ ଟା ବହୁତ ସେକ୍ୟୁର ରହିବ। କିନ୍ତୁ ଆପଣ ଯଦି ଇଣ୍ଡିଆରେ କେତେଟା ଯଦି ଟପ୍ କ୍ରିପ୍ଟୋ ଏକ୍ସଚେଞ୍ଜ ଯଦି ବି ସର୍ଚ୍ଚ କରିବେ ନା ତାହେଲେ ଗୁଡାଏ ଏକ୍ସଚେଞ୍ଜ ଆସିଯାଉଛି। ଏଟା ଦେଖନ୍ତୁ ମୁଦ୍ରାସ ଗୋଟେ ଅଛି। ମୁଦ୍ରାସ ଗୋଟେ ଅଛି ଆମର କ୍ରିପ୍ଟୋ ଏକ୍ସଚେଞ୍ଜ ଅଛି, କଏନଡିସିଏକ୍ସ ଅଛି, କଏନ ସୁଇଚ ଅଛି, ୱାଜିରେକ୍ସ ଅଛି। ଏ ଯେକୌଣସି ବି ଆପଣ ଯଦି ବ୍ରୋକର ଚୁଜ୍ କରିବେ ନା ସେ ୱେବସାଇଟ ଯାଇକି ଦେଖିବେ ତାର କ୍ରାଇଟେରିଆ କଣ କଣ ରହୁଛି, ଫେସିଲିଟି କଣ କଣ ରହୁଛି ସେଗୁଡା ସବୁ ଦେଖିବେ। ସେ ଏଫଆଇୟୁ ରେଜିଷ୍ଟର୍ଡ ଅଛି ନା ନାଇଁ ଦେଖିବେ। ଏ ଦେଖନ୍ତୁ ମୁଁ ଆପଣଙ୍କୁ ଜଷ୍ଟ ଗୋଟେ ଚେକ୍ କରିକି କହିଦଉଛି। କଏନଡିସିଏକ୍ସ ବି ଆପଣ ଯଦି ଶୁଣିଥିବେ ଯଦି ଶୁଣିନାହାନ୍ତି ତାହେଲେ ଦେଖନ୍ତୁ। କଏନଡିସିଏକ୍ସ ଦେଖନ୍ତୁ ଏଫଆଇୟୁ ରେଜିଷ୍ଟର୍ଡ ଅଛି। ତ ଏଫଆଇୟୁ ରେଜିଷ୍ଟର୍ଡ ଅଛି ମିନ୍ସ ଏଥିରେ ଆପଣ ଇନଭେଷ୍ଟମେଣ୍ଟ କଲେ ଆପଣଙ୍କର ଫଣ୍ଡ ଟା ସେକ୍ୟୁର ରହିବ। ତାହେଲେ ଏଠି ବି ଆପଣ ବହୁତ ଗୁଡାଏ କ୍ରିପ୍ଟୋ କଏନରେ ଆପଣ ଟ୍ରାନସନ କରିବେ ଆଉ ପୁରା ଆଇଏନଆର ର ଟ୍ରାନସନ ହେଇପାରିବ ୟୁପିଆଇ ରେ। ଓକେ, ଆଉ ଗୋଟେ ହେଲା ମୁଦ୍ରେକ୍ସ।
ମୁଦ୍ରେକ୍ସ ବି ଦେଖନ୍ତୁ FIU ରେଜିଷ୍ଟର୍ଡ ଅଛି, ତ ଏଇଠି ବି ଆପଣ ଯଦି ଇନଭେଷ୍ଟମେଣ୍ଟ କରିବେ ତାହେଲେ ଆପଣ ଆପଣ ଫଣ୍ଡ ସେକ୍ୟୁର ରହିବ। ଏଇଟା ବି ଇନଷ୍ଟାଣ୍ଟ ଡିପୋଜିଟ୍ ୱିଥଡ୍ର ଅଛି ଅପସନ୍। ଆଉ ଯଦି ଆପଣ କୌଣସି କଏନ ଉପରେ ଯଦି କିଛି ଏକ୍ସଟ୍ରା ନଲେଜ ନେବାକୁ ଚାହୁଁଛନ୍ତି, କୋଉ କଏନ କଣ ଅଛି, ମାନେ ଟିକେ ଡିପ୍ ନଲେଜ, ତ ଆପଣ ଏଇ ମୁଦ୍ରେଶ ୱେବସାଇଟ ଦେଖିପାରିବେ। ଏବେ ଦେଖନ୍ତୁ ଗୋଟେ କଏନ ଜଷ୍ଟ ସର୍ଚ୍ଚ କଲି, ତ ସେ କଏନ ର କିଛି ମାନେ ଡାଟା ହିଷ୍ଟ୍ରିକାଲ ଡାଟା ଆସିଯାଉଛି। ଦେଖନ୍ତୁ କେତେଟା କଏନ, ମାନେ ମୁଁ ଏଇଟା ଜଷ୍ଟ ଏଥର ଗେମ୍ସ, ଏଥର ଗେମ୍ସ ହଉଛି ଗୋଟେ କ୍ରିପ୍ଟୋ କଏନ। ତ ସେଇଟା କେବେ ଲଞ୍ଚ ହେଇଥିଲା କଣ ତାର ପୁରା ହିଷ୍ଟ୍ରି ବାହାରି ଯାଉଛି। ଏଟା ପାଖାପାଖି 100 କୋଟିଟା କଏନ କ୍ରିଏଟ ହେଇଥିଲା, 100 କୋଟିଟା କଏନ କ୍ରିଏଟ ହେଲା, ଆଉ ସେଟା ଲଞ୍ଚ ହେଲା ପରେ ସବୁ କିଣାବିକା ମାନେ ୱାର୍ଲଡ ୱାଇଡ କିଣାବିକା ହବ ନା, ୱାର୍ଲଡ ୱାଇଡ କିଣାବିକା କଲେ ୟାର ଭଲ୍ୟୁମ ବଢିଯିବ। ଏଠି ଆପଣ ପୁରା ତାର ହିଷ୍ଟ୍ରି ଦେଖିପାରିବେ। ସେମିତି ଆପଣ ଯେକୌଣସି ବି ମାନେ ପ୍ଲାଟଫର୍ମରେ ଟ୍ରେଡିଂ କରନ୍ତୁ ନା କାହିଁକି, ସେଠି ଆପଣ ମାନେ ବ୍ରୋକରେଜ ଚାର୍ଜ କେତେ ଲାଗୁଛି ସେଇଟା ବି ଚେକ୍ କରିବେ। ଏଠି ଦେଖନ୍ତୁ ମୁଦ୍ରେକ୍ସ ର ଅଛି 0.25% ବାଇ ଅର୍ ସେଲ୍ ରେ, 0.5%। ଆପଣ ସବୁ ଯାକ ଚେକ୍ କରିପାରିବେ ନିଜେ ଯାଇକିରି ୱେବସାଇଟ ଭିଜିଟ କରିକି, ସେଠି ଆପଣ ଯାଇକିରି ଚେକ୍ କରିପାରିବେ। ଆଉ କଣ କଣ ଫେସିଲିଟି ଦଉଛି ପୁରା ଡିଟେଲ ଚେକ୍ କରିବେ। କାରଣ ଆପଣ ଯଦି ଟ୍ରେଡିଂ ଫିସ୍ ଅଧିକା ଦେଇଦେବେ ତାହେଲେ ଆପଣ କେବେ ବି ପ୍ରଫିଟେବଲ ରହିପାରିବେନି। ଯେହେତୁ ଆପଣଙ୍କୁ ଟ୍ରେଡର ବନିବାର ଅଛି, ତାହେଲେ ଆପଣ ସବୁବେଳେ ପ୍ରାଇସ୍ କନସିୟସ୍ ହେବାକୁ ପଡିବ। ପ୍ରାଇସ୍ ଯୋଉଟା ଆପଣଙ୍କୁ କମ ମିଳୁଛି, ତ ଆପଣ ସେଠିକି ଗଲେ ବେଟର ରହିବ। ସେମିତି ଆପଣଙ୍କୁ ଆଉ ଗୋଟେ କଥା କହିଦେଉଛି, ଇଣ୍ଡିଆରେ ଗୁଡାଏ ପ୍ରକାର ସ୍କାମ ହଉଛି, ମାନେ ଫରେଷ୍ଟ ଟ୍ରେଡିଂ ନାଁରେ ହଉ, ନହେଲେ ଆମର କ୍ରିପ୍ଟୋ ଟ୍ରେଡିଂ ନାଁରେ ହଉଛି। ତ ସେଗୁଡା ସ୍କାମ ନହେବା ପାଇଁ ଆପଣ କିଛି ମାନେ ବେନ୍, ମାନେ ଇଣ୍ଡିଆ ଗଭର୍ଣମେଣ୍ଟ କେତେଟା ବେନ୍ କରିଛି ଫରେଷ୍ଟ ବ୍ରୋକର, ତ ସେଗୁଡାକୁ ଆପଣ ଯଦି ସେଗୁଡାରେ ଆପଣ କେବେ ବି ଏଣ୍ଟ୍ରି କରିବେନି। ଦେଖନ୍ତୁ ମୁଁ ଜଷ୍ଟ ମାରିଲି ବେନ୍ ଫରେଷ୍ଟ ବ୍ରୋକର ଇନ୍ ଇଣ୍ଡିଆ, ତ ଏଠି ପୁରା ଆଲର୍ଟ ଲିଷ୍ଟ ଆସିଯାଇଛି ଆରବିଆଇ ୱେବସାଇଟ ରେ, ଆପଣ ଚେକ୍ କରିପାରିବେ। ଦେଖନ୍ତୁ କିଛି ବଡ ବଡ ବ୍ରୋକର ଅଛି, ଦେଖନ୍ତୁ ଆପଣ ବିନୋମ ଦେଖୁଥିବେ, ବିନୋମ କେତେ ୟୁଟ୍ୟୁବ ମାନେ ପ୍ରମୋସନ କରୁଛନ୍ତି, ବିନୋମ ବି ବ୍ୟାନ୍ କରାହେଇଛି। ଏକ୍ସନେସ୍ ଏବେ ରିସେଣ୍ଟଲି ଏକ୍ସନେସ୍ କୁ ବେନ୍, ମାନେ ଏକ୍ସନେସ୍ ର କିଛି ଟ୍ରାନ୍ସଫର ପ୍ରୋବ୍ଲେମ ଥିଲା, ଏବେ ରିସେଣ୍ଟ ନ୍ୟୁଜ ଶୁଣିଥିବେ ବି। ଫରେକ୍ସ ଡଟ୍ କମ୍ ଆଉ ଅଲମ ଟ୍ରେଡ୍ ବି ଆପଣ ୟୁଟ୍ୟୁବ ମାନେ ଦେଖିଥିବେ। ମାନେ ଏଗୁଡା ଏଠି ପାଖାପାଖି 88ଟା ଫରେଷ୍ଟ ବ୍ରୋକର ଆଉ କ୍ରିପ୍ଟୋ ବ୍ରୋକରକୁ ଇଣ୍ଡିଆ ଗଭର୍ଣମେଣ୍ଟ ବ୍ୟାନ୍ କରିଛି। ତ ଆପଣ ଯଦି ଏଠି ଯଦି ଟ୍ରାନ୍ସଫର କରିବେ, ଆପଣଙ୍କର ଫଣ୍ଡ ସିକ୍ୟୁର ରହିବାର ଚାନ୍ସ ବହୁତ କମ। ବାକି ରହିଲା, ଆଉ ଏଠି ମନି ଲଣ୍ଡରିଂ ଲ ଟାକୁ କିଏ ଫଲୋ କରୁନାହାନ୍ତି। ଆଉ ବାକି ରହିଲା, ମାନେ ଏଠି ସ୍କାମ ହବାର ଚାନ୍ସେସ୍ ଅଧିକା ରହୁଛି। ତ ସେଥିପାଇଁ ଏଇ ଆମର ବେନ୍ ଆପ୍ଲିକେସନ ସବୁବେଳେ ଆପଣ ଦୂରେଇ ରହିବେ। ଆଉ ମୁଁ ଆପଣଙ୍କୁ ବି, ମୁଁ ଆଉ ଗୋଟେ ବି କ୍ରିପ୍ଟୋ ଏକ୍ସଚେଞ୍ଜ ମୁଁ ଆପଣଙ୍କୁ ସଜେଷ୍ଟ କରିବି, ସେଟା ହେଲା ଡେଲ୍ଟା ଏକ୍ସଚେଞ୍ଜ ଇଣ୍ଡିଆ। ତାର ଲିଙ୍କ ଡେସ୍କ୍ରିପସନ ଅଛି। ଯେଉଁମାନେ ଡେଲ୍ଟା ଏକ୍ସଚେଞ୍ଜରେ ଟ୍ରେଡିଂ କରିବାକୁ ଚାହୁଁଛନ୍ତି, ତ ସେମାନେ ସେଇ ଲିଙ୍କରେ କ୍ଲିକ୍ କରିକି ଆପଣ ଆକାଉଣ୍ଟ ଓପନ କରିବେ। ଆକାଉଣ୍ଟ ପୁରା ଫ୍ରି ଅଛି। ଆଉ ଡେଲ୍ଟା ଏକ୍ସଚେଞ୍ଜରେ କଣ ହଉଛି, ଆପଣ କ୍ରିପ୍ଟୋ ଟ୍ରେଡିଂ କରିପାରିବେ ପ୍ଲସ୍ ଇନଭେଷ୍ଟମେଣ୍ଟ ବି କରିପାରିବେ। ସେଠି ଫ୍ୟୁଚର ଅଛି, ଅପସନ ଅଛି। ଇଣ୍ଡିଆରେ ଏଇ ଗୋଟେ ହିଁ ପ୍ଲାଟଫର୍ମ ଅଛି ଯୋଉଟାରେ ଆପଣ ଅପସନ ଟ୍ରେଡିଂ କରିପାରିବେ। ଆଉ କୌଣସି ପ୍ଲାଟଫର୍ମରେ ଅପସନ ଟ୍ରେଡିଂ ନାହିଁ। ତ ଡେଲ୍ଟା ଏକ୍ସଚେଞ୍ଜ ବି ଦେଖନ୍ତୁ FIU ରେଜିଷ୍ଟର୍ଡ ହେଇକି ଅଛି। ତ FIU ରେଜିଷ୍ଟ୍ରେସନ ହେଇକି ଅଛି ମିନ୍ସ ଆପଣଙ୍କର ଫଣ୍ଡ ସିକ୍ୟୁର ଅଛି। ତ ଏଠି ଆପଣ ଦେଖନ୍ତୁ, ଏଠି ବି ସେମ୍ ଜିନିଷ, ଏଠି ବି ପ୍ରାୟ ସବୁ କଏନ୍ ଅଛି। ତ ଆପଣ ଯେକୌଣସି କଏନ୍ ଚୁଜ୍ କରିବେ, ଆପଣ କିଣା ବିକା କରିପାରିବେ। ଏଠି ଦେଖନ୍ତୁ ମାର୍କେଟ, ଫ୍ୟୁଚର, ଅପସନ ଏସବୁ ଅଛି। ଆପଣ ଫ୍ୟୁଚର କରିପାରିବେ, ଅପସନ କରିପାରିବେ। ତ ଏଇ ଡେଲ୍ଟା ଏକ୍ସଚେଞ୍ଜ ଉପରେ ମୁଁ ଆପଣଙ୍କୁ ଗୋଟେ ଡିଟେଲ ଭିଡ଼ିଓ ନେକ୍ସଟ ଭିଡ଼ିଓରେ କହିବି। ତ ଏଇଟା ଜଷ୍ଟ ଓଭରାଲି ନଲେଜ ଆପଣଙ୍କୁ ଗୋଟେ ସେୟାର କଲି। ତ ଚାଲନ୍ତୁ ଆଜି ପାଇଁ ଏତିକି, ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ।